Now, in the 8th chapter of Luke, ଲୁକ ତାର 8 ଅଧ୍ୟାୟ we see a family in great distress. ଏକ ସମସ୍ୟା ବା ଉଦ୍ବିଗ୍ନ ଅବସ୍ଥାରେ ଥିବା ଏକ ପରିବାରକୁ ଆମେ ଦେଖୁଛୁ। 41st verse. 41 ପଦ Luke 8:41. 41 ପଦ Behold, there came a man named Jairus, ଆଉ ଦେଖ ଜାଇରସ ନାମକ ଜଣେ ବ୍ୟକ୍ତି ଆସିଲେ, and he was a ruler of the synagogue. ସେ ସମାଜ ଗୃହର ଅଧ୍ୟକ୍ଷ And he ଥିଲେ। fell down at Jesus' feet ସେ ଯୀଶୁଙ୍କ ଚରଣ ତଳେ and ପଡ଼ି besought him that he would come into his house. ଆପଣା ଗୃହକୁ ଆସିବା ନିମନ୍ତେ ଯୀଶୁଙ୍କୁ ବିନତି କଲେ। What did he pray? ସେ କ'ଣ ପ୍ରାର୍ଥନା କଲେ? Come to my house. ମୋ ଗୃହକୁ ଆସନ୍ତୁ। I don't know if you mothers have prayed like that. ମୁଁ ଜାଣିନି ଆପଣ ମା ମାନେ ଏଇ ପ୍ରକାର ପ୍ରାର୍ଥନା I କରିଛନ୍ତି କି ନାହିଁ। don't know if you fathers have had the wisdom to pray like ମୁଁ that. ଜାଣିନି ଆପଣ ମାନେ ଯୋଉମାନେ ବାପା ମାନେ ସେମାନେ ଏଇ ପ୍ରକାର ଜ୍ଞାନର ସହିତ ପ୍ରାର୍ଥନା କରନ୍ତି କି ନାହିଁ। Come to my home. ମୋ ଗୃହକୁ ଆସନ୍ତୁ। There is trouble in my family. ମୋ ପରିବାରରେ ସମସ୍ୟା ଅଛି। There is no peace there. ଶାନ୍ତି ନାହିଁ ମୋ ପରିବାରରେ। There is ill health there. ଅସ୍ୱାସ୍ଥ୍ୟ ମୋ ପରିବାରରେ ଅଛି। Death is knocking at my door. ମୃତ୍ୟୁ ମୋ ଗୃହକୁ ବା ଦ୍ୱାରକୁ ଆଘାତ କରୁଛି। Here, ଏଇଠି this father falls down at Jesus' knees ସେ ବାପା ଜଣକ ପ୍ରଭୁ ଯୀଶୁଙ୍କ ଚରଣ ତଳେ ଲୋଟି ପଡ଼ିଲେ। and he says, ପୁଣି ସେ କହୁଛନ୍ତି come to my house. ମୋ ଗୃହକୁ ଆସନ୍ତୁ। My dear friends, ମୋ ପ୍ରିୟ ବନ୍ଧୁମାନେ, have you got a God to whom you can go and say, come to my house? ଆପଣ କ'ଣ ଏଇ ପ୍ରକାର ଏକ ଈଶ୍ୱରଙ୍କୁ ଆଜି ପାଇଛନ୍ତି କି ଯାହା ନିକଟକୁ ଆପଣ ଯାଇ କହିବେ ଯେ ମୋ ଗୃହକୁ ଆସନ୍ତୁ ବୋଲି? Some Christians, କିଛି ଖ୍ରୀଷ୍ଟିଆନ ମାନେ they don't study the word of God. ସେମାନେ ଈଶ୍ୱରଙ୍କ ବାକ୍ୟକୁ ଅଧ୍ୟୟନ କରନ୍ତି ନାହିଁ। But if anybody is ready to die in the house, ଯଦି ଗୃହରେ କୌଣସି ବ୍ୟକ୍ତି ମରିବା ଅବସ୍ଥାରେ ଅଛନ୍ତି, they take their Bible, dust it, ସେମାନେ ସେମାନଙ୍କ ବାଇବଲକୁ ନିଅନ୍ତି, ଧୂଳି ଝାଡ଼ି ଦିଅନ୍ତି ସେଥିରୁ, and put it under their pillow. ପୁଣି ତକିଆ ତଳେ ସେ ବାଇବଲକୁ ନେଇ ରଖନ୍ତି। Religion has become a superstition ଏଇ ଧର୍ମ ଯେମିତି ଅନ୍ଧବିଶ୍ୱାସରେ ବର୍ତ୍ତମାନ ପରିଣତ ହେଇଛି। everywhere. ପ୍ରତିଟି ସ୍ଥାନରେ If there is trouble, କୌଣସି ସମସ୍ୟା ଯଦି ଦେଖାଯାଏ, people say, God, God, God. ଲୋକମାନେ କହନ୍ତି ପ୍ରଭୁ ପ୍ରଭୁ ପ୍ରଭୁ। And some people say, ପୁଣି ଆଉ କିଛି ଲୋକ କହନ୍ତି oh, I will give so much money. ଓ ମୁଁ ଏତେ ଟଙ୍କା ଆପଣଙ୍କୁ ଦେବି। Now, God does not want money. କିନ୍ତୁ ଈଶ୍ୱର ଆପଣଙ୍କ ଟଙ୍କା ଚାହାନ୍ତି ନାହିଁ। No, He does not want your money. ନା ସେ ଆପଣଙ୍କ ଟଙ୍କା ପଇସା ଚାହାନ୍ତି He ନାହିଁ, wants your heart. କିନ୍ତୁ ସେ ଆପଣଙ୍କ ହୃଦୟକୁ ଚାହାନ୍ତି। What did Jesus say? ଯୀଶୁ କ'ଣ କହିଲେ? Blessed are the pure in heart, ଶୁଦ୍ଧ ଚିତ୍ତ ଲୋକମାନେ ଧନ୍ୟ, for they shall see God. କାରଣ ସେମାନେ ଈଶ୍ୱରଙ୍କ ଦର୍ଶନ ପାଇବେ। Blessed are the pure in heart. ଶୁଦ୍ଧ ଚିତ୍ତ ଲୋକମାନେ ଧନ୍ୟ। My dear people, ମୋ ପ୍ରିୟ ଲୋକମାନେ, you know that when you sit before that television, ଆପଣ ଯେତେବେଳେ ଟେଲିଭିଜନ ସମ୍ମୁଖରେ ବସନ୍ତି, you will not have purity of heart. ହୃଦୟରେ ଆପଣ କେବେ ମଧ୍ୟ ପବିତ୍ରତା ପାଇପାରିବେନି। Today's fashion is ଆଜିର ଯୋଉ ସମସ୍ତ ଫ୍ୟାସନ ହେଲା, show half your body. ଆପଣଙ୍କ ଶରୀରକୁ ଉଲଙ୍ଗ ଅବସ୍ଥାରେ ପ୍ରଦର୍ଶନ କରିବା। No modesty, କୌଣସି ପ୍ରକାର ଉତ୍ତମ ବିଷୟ no ନାହିଁ। purity. ପବିତ୍ରତା ସେଥିରେ ଦେଖିବାକୁ ମିଳେନି। Must all the people in the bus see your body? କ'ଣ ବସ୍ରେ ଥିବା ପ୍ରାୟ ସମସ୍ତେ କ'ଣ ଆପଣଙ୍କ ଶରୀରକୁ ଦେଖନ୍ତୁ କି? The people walking, must they see your body? ଲୋକମାନେ ଯୋଉମାନେ ଯାଉଛନ୍ତି ସେମାନେ କ'ଣ ଆପଣଙ୍କ ଶରୀରକୁ ଦେଖିବା ନିହାତି ଆବଶ୍ୟକ କି? Is it your business to rouse their lust? ଏଇଟା କ'ଣ ଆପଣଙ୍କର ବ୍ୟବସାୟ କି ସେମାନଙ୍କ ଅଭିଳାଷକୁ ଆପଣଙ୍କ ଆଡ଼କୁ ଆପଣ ଟାଣି ଆଣିବେ? Young men tell me, ଯୁବାମାନେ ମୋତେ କୁହନ୍ତୁ, oh, I cannot even look at my own sister. ଓ ମୋର ନିଜ ଭଉଣୀମାନଙ୍କୁ ମଧ୍ୟ ଆମେ ଦେଖିପାରୁନାହୁଁ। I have become so wicked. ଏତେ ଦୁଷ୍ଟରେ ପରିଣତ ହେଇଛୁ। Yes? ହଁ, So in our houses, ଆମମାନଙ୍କ ଘରମାନଙ୍କରେ we are
filling our eyes and our thoughts with lust and impurity. ଆମମାନଙ୍କ ଚକ୍ଷୁ ପୁଣି ଆମମାନଙ୍କର ଚିନ୍ତାଧାରାକୁ ଓ ଏଇ ପ୍ରକାର ଅଭିଳାଷରେ ଭରି ଦେଇଛୁ No ଅପବିତ୍ରତାର purity. କୌଣସି ପବିତ୍ରତା ନାହିଁ। Blessed are the pure in heart. କିନ୍ତୁ ସୁଚିତ ଲୋକମାନେ ଧନ୍ୟ, They shall see God. କାରଣ ସେମାନେ ଈଶ୍ୱରଙ୍କ ଦର୍ଶନ ପାଇବେ। See, people say bhakti, bhakti, bhakti. ଲୋକମାନେ ଆଜି କହନ୍ତି ଭକ୍ତି 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 ବୋଲି। I was talking to a young man. ମୁଁ ଜଣେ ଯୁବାଙ୍କ ସହିତ କଥାବାର୍ତ୍ତା କରୁଥିଲି। He had just come from a big ashram. ଏକ ବଡ଼ ଆଶ୍ରମରୁ ସେ ଆସିଥିଲେ ସେତେବେଳେ, Famous ashram. ଅତି ବିଖ୍ୟାତ ଆଶ୍ରମ। I said to him, ମୁଁ ତାଙ୍କୁ କହିଲି, what did you learn in your stay in that ashram? ସେଇ ଆଶ୍ରମରେ ଆପଣଙ୍କ ରହଣି କାଳରେ ଆପଣ କ'ଣ ସବୁ ଶିଖିଲେ? What he told me was absolutely shocking. ଯାହା ସେ ମୋତେ କହିଲେ ତାହା ପ୍ରକୃତରେ ମୋତେ ଚକିତ କରିଦେଲା। He said, ସେ କହିଲେ, I learned to use drugs. ମୁଁ ଡ୍ରଗ୍ସ ବ୍ୟବହାର କରିବାର ଶିଖିଲି ସେଇଠି। I learned to go into adultery. ମୁଁ ଶିଖିଲି ବ୍ୟଭିଚାର ମଧ୍ୟକୁ ପ୍ରବେଶ କରିବାର ସେଇଠି। But what does Jesus do with such people? କିନ୍ତୁ ସେଇ ପ୍ରକାର ଲୋକମାନଙ୍କ ମଧ୍ୟରେ ପ୍ରଭୁ ଯୀଶୁ କ'ଣ The କରନ୍ତି? Lord Jesus ପ୍ରଭୁ ଯୀଶୁ touched me when my heart was in that condition. ସେଇ ଅବସ୍ଥାରେ ମୋ ହୃଦୟ ଯେତେବେଳେ ଥିଲା, ପ୍ରଭୁ ଯୀଶୁ ମୋତେ ସ୍ପର୍ଶ କଲେ। No purity. ପବିତ୍ରତା ନଥିଲା ସେଥିରେ। My dear people, ମୋ ପ୍ରିୟ ଲୋକମାନେ, do you want a battleground in your heart? ଆପଣଙ୍କ ହୃଦୟରେ କ'ଣ ଏକ ଯୁଦ୍ଧକ୍ଷେତ୍ର ଆପଣ ଦେଖିବା ପାଇଁ ଚାହାନ୍ତି କି? A battleground in your family? ଆପଣଙ୍କ ପରିବାରରେ ଏକ ଯୁଦ୍ଧକ୍ଷେତ୍ର ହେଉ ବୋଲି? When your heart is a battleground, ଯେତେବେଳେ ଆପଣଙ୍କ ହୃଦୟ ଏକ ଯୁଦ୍ଧକ୍ଷେତ୍ର, your family becomes a battleground. ଆପଣଙ୍କ ପରିବାର ମଧ୍ୟ ଯୁଦ୍ଧକ୍ଷେତ୍ର ହେଇଯିବ। That's the order, or that's how it goes. ଏଇ ପ୍ରକାର ଭାବରେ ତାହା ବୃଦ୍ଧି ପାଇଥାଏ। First, heart is a battleground. ପ୍ରଥମେ ହୃଦୟ ଯୁଦ୍ଧକ୍ଷେତ୍ର। Your thoughts are flying this way, that way. ଆପଣଙ୍କ ଚିନ୍ତା ଗୁଡାକ ଏପଟ ସେପଟ ଦୌଡେ। Your heart is full of cinema pictures ଆପଣଙ୍କ ହୃଦୟରେ ସିନେମା ପିକ୍ଚର ଭରି ରହିଛି, and lustful imagination. ପୁଣି ସମସ୍ତ ଅଭିଳାଷର କଳ୍ପନା ସବୁ। And then when you come to your family, ତାପରେ ଯେତେବେଳେ ଆପଣ ନିଜ ପରିବାର ମଧ୍ୟକୁ you ଆସିବେ, feel all out of sorts. You feel everything is in disorder. ପୁଣି ଆପଣ ଦେଖିବେ ଆପଣଙ୍କ ମନର ଚିନ୍ତା ଅନୁସାରେ ଯେ ସମସ୍ତ ବିଷୟ ଯେମିତି One ଅନାବନା ହେଇ woman ପଡିଛି। said to me, ଜଣେ ମହିଳା ମୋତେ କହିଲେ, whatever I do is wrong. ଯାହା ମୁଁ ସବୁ କରୁଛି ତାହା ସବୁ ଭୁଲ ଅଟେ। My husband criticizes my looks, my body, everything. ମୋ ସ୍ୱାମୀ ମୋର ଚେହେରାକୁ, ମୋ ଶରୀରକୁ ସବୁକୁ ଦେଖି ମୋତେ କ୍ରିଟିସାଇଜ କରୁଛନ୍ତି। No love in the family. ପରିବାରରେ କୌଣସି ପ୍ରେମ ନାହିଁ। Why? କାହିଁକି? When there is adultery in the heart, ହୃଦୟରେ ଯେତେବେଳେ ସେଇ ବ୍ୟଭିଚାର ଚିନ୍ତା ଅଛି, then there is no love for the family. ତେବେ ପରିବାର ନିମନ୍ତେ କୌଣସି ପ୍ରେମ ଆଉ ନାହିଁ ସେଇଠି। So, ସେଇଥିପାଇଁ when the children grow up, ଯେତେବେଳେ ପିଲାମାନେ ବୃଦ୍ଧି ପାଆନ୍ତି, ବଢନ୍ତି, a father and a mother must be able to say to them, ବାପା ପୁଣି ମା ସେମାନଙ୍କୁ ଏ କଥା କହିବା ଆବଶ୍ୟକ ଅଟେ, son, ପୁଅ, God gave me purity in the days of my youth. ମୋର ଯୌବନ ଅବସ୍ଥାରେ ପ୍ରଭୁ ମୋତେ ସେଇ ପବିତ୍ରତା ଦେଇଥିଲେ। Daughter, ଝିଅ, God helped me to run away from evil in the days of my youth. ମୋର ଯୌବନ ଅବସ୍ଥାରେ ସମସ୍ତ ମନ୍ଦରୁ ପଳାୟନ କରିବା ପାଇଁ ପ୍ରଭୁ ମୋତେ ସାହାଯ୍ୟ କରିଛନ୍ତି। Can you say so, mother? ମା ମାନେ ଆପଣ ଏ କଥା କହିପାରିବେ କି? Can you say so, father? ବାପା ମାନେ ଏଇ ପ୍ରକାର ଆପଣ ନିଜ ପିଲାମାନଙ୍କୁ କହିପାରିବେ କି? Have you got that experience ସେଇ ଅନୁଭୂତି ଆପଣମାନଙ୍କର ଅଛି? that Jesus has forgiven your sins? ଯୀଶୁ ଆପଣଙ୍କର ପାପ କ୍ଷମା କରିଛନ୍ତି। A new heart also will I give you, says God. ପ୍ରଭୁ ଯୀଶୁ କହନ୍ତି ଏକ ନୂତନ ହୃଦୟ ମଧ୍ୟ ମୁଁ ତୁମକୁ ଦେବି। I will take away the stony heart. ହଁ, ତୁମର ସେଇ ପ୍ରସ୍ତରମୟ ହୃଦୟକୁ ବାହାର କରି ନେବି ମୁଁ। I will write my law in your heart. ତୁମ ହୃଦୟରେ ମୁଁ ମୋର ବ୍ୟବସ୍ଥାକୁ ଲେଖିବି।
You know, young people are so troubled today ଯୁବା ମାନେ ଯୁବତୀ ମାନେ ଆଜି ଏତେ ସମସ୍ୟାରେ ଅଛନ୍ତି that they say, ସେମାନେ କହନ୍ତି I wanted to commit suicide. ମୁଁ ଆତ୍ମହତ୍ୟା କରିବା ପାଇଁ ଚାହୁଁଥିଲି Every river makes them think of suicide. ପ୍ରତିଟି ନଦୀକୁ ଦେଖିଲେ ସେମାନଙ୍କ ମନରେ କେବଳ ଆତ୍ମହତ୍ୟା କରିବାର ଭାବ ଜାତ ହେଉଛି One man said to me, ଜଣେ ବ୍ୟକ୍ତି ମୋତେ କହିଲେ my daughter was talking to me just outside the house. ଗୃହ ବାହାରେ ମୋ ଝିଅ ମୋ ସହିତ କଥାବାର୍ତ୍ତା କରୁଥିଲା And in a few minutes, I went into the house. ଅଳ୍ପ ସମୟ ପରେ ମୁଁ ଘର ଭିତରୁ ଗଲି What did I see? ମୁଁ କ'ଣ ଦେଖିଲି The body of my daughter was hanging from the rafters. ମୋ ଝିଅର ଶରୀର ଝୁଲୁଛି ବା ସେ ଆତ୍ମହତ୍ୟା କରିସାରିଛି She was dead. ସେ ମରିସାରିଥିଲା My dear friends, ମୋ ପ୍ରିୟ ବନ୍ଧୁମାନେ we can make our family a family full of fear and tears. ଆମମାନଙ୍କ ପରିବାରକୁ ଆମେ ଭୟ ପୁଣି ସମ୍ପୂର୍ଣ୍ଣ ଅଶ୍ରୁରେ ପୂର୍ଣ୍ଣ ପରିବାର If we କରିପାରିବା do not go to the feet of Jesus, ଯଦି ଆମେ ଯୀଶୁଙ୍କ ଚରଣ ନିକଟକୁ ନ ଯାଉ that will be the condition of our family. ତାହା ହିଁ ଆମମାନଙ୍କ ପରିବାର ପରିସ୍ଥିତି All ହେବ right, you look around. Am I telling you some strange story? କ'ଣ ଆପଣ ଦେଖୁଛନ୍ତି କ'ଣ ମୁଁ ଆପଣମାନଙ୍କୁ କିଛି ଅଜଣା କାହାଣୀ କହୁଛି କି ଆଜି Go and ask. ଯାଇ ପଚାରନ୍ତୁ Watch what is happening around you. ଆପଣଙ୍କ ଚତୁର୍ଦିଗରେ କ'ଣ ସବୁ ଘଟୁଛି Sadness, କେବଳ ଦୁଃଖର ବିଷୟ tear. କେବଳ ଅଶ୍ରୁ One man said to me, ଆଉ ଜଣେ ବ୍ୟକ୍ତି ମୋତେ କହିଲେ I wanted to kill my wife last night. ଗତ ରାତିରେ ମୋ ସ୍ତ୍ରୀଙ୍କୁ ମୁଁ ଜୀବନରେ ମାରିଦେବାକୁ ଚାହିଁଥିଲି I said, she is such a tender girl. Why did you want to kill him? Kill her. ମୁଁ କହିଲି ଏତେ ସୁନ୍ଦର ଏତେ କୋମଳ ସ୍ତ୍ରୀଟି କାହିଁକି ତମେ ତାକୁ ମାରିବା ପାଇଁ ଚାହୁଁଥିଲ ଜୀବନରେ No. ନା It seems when she was going to write her SSLC exam or 10th exam, ଏମିତି ଲାଗିଲା ଯେତେବେଳେ ସେ ତାର ଦଶମ ଶ୍ରେଣୀର ପରୀକ୍ଷା ଦେବା ପାଇଁ ସେ ଯାଇଥିଲା her mother's brother took away her virginity when he took her to the exam. ପରୀକ୍ଷାକୁ ନେଉଥିବା ଅବସ୍ଥାରେ ତାଙ୍କ ମାଙ୍କ ଭାଇମାନେ ତାଙ୍କର ସତୀତ୍ୱକୁ ହରଣ କରିନେଲେ So I wanted to kill her. ତେଣୁ ମୁଁ ଚାହିଁଲି ତାକୁ ମାରିଦେବା ପାଇଁ ଯିବ I said to that young man, ମୁଁ ସେଇ ଯୁବାକୁ କହିଲି but tell me, how did you live? ମୁଁ ପଚାରିଲି ତୁମେ ମୋତେ କୁହ ଯେ ତୁମର ଜୀବନ କେମିତି How was your life when you were before marriage? ବିବାହ ପୂର୍ବରୁ ତମ ଜୀବନ କେମିତି ଥିଲା ମୋତେ କୁହ No purity. କୌଣସି ପବିତ୍ରତା ନଥିଲା All right, people say, ହଁ ଠିକ ଅଛି ଲୋକମାନେ କହନ୍ତି sir, ସାର୍ I want a happy family. ମୁଁ ଏକ ଆନନ୍ଦର ପରିବାରକୁ ଚାହୁଁଛି I want a good wife. ମୁଁ ଏକ ସୁନ୍ଦର ଉତ୍ତମ ସ୍ତ୍ରୀଙ୍କୁ ଚାହୁଁଛି She must be a virgin. ଓ ସେ ଯେମିତି ତା ମଧ୍ୟରେ କୁମାରୀତ୍ୱ ଥିବ My dear people, ମୋର ପ୍ରିୟ ଲୋକମାନେ but all our culture, ଆମମାନଙ୍କ ସମସ୍ତ ସଂସ୍କୃତିରେ all our thinking, ଆମମାନଙ୍କ ସମସ୍ତ ଚିନ୍ତାଧାରାରେ all our reading in the magazines and newspapers ଖବର କାଗଜ ପୁଣି ମାଗାଜିନରେ ଆମେ ଯୋଉ ସମସ୍ତ ବିଷୟ ପଢୁଛୁ is to do with the flesh. ତାହା ହେଉଛି କେବଳ ଶରୀର ସମ୍ବନ୍ଧରେ କିଛି କାର୍ଯ୍ୟ କରିବା The Lord Jesus said, କିନ୍ତୁ ପ୍ରଭୁ ଯୀଶୁ କହିଲେ the flesh profiteth nothing. ଶରୀର ଆମମାନଙ୍କ ନିମନ୍ତେ କୌଣସି ଲାଭଦାୟକ ନୁହଁ Today, ଆଜି we are glorifying the flesh. ଆମମାନେ କେବଳ ଆମମାନଙ୍କ ଶରୀରକୁ ଗୌରବ ଦେଉଛୁ When it comes to marriage, ଯେତେବେଳେ ବିବାହ ବିଷୟ ଆସେ ସମୟ ଆସେ what is the first thing we think of? କ'ଣ ହେଉଛି ପ୍ରଥମ ବିଷୟ ଯାହା ଆମେ ଚିନ୍ତା କରିଥାଉ Has the boy a good job? ପୁଅ ଭଲ ଚାକିରିଟି ପାଇଛି କି Has the girl studied? ଝିଅ କ'ଣ ଭଲ ପାଠ ପଢିଛି କି How much is she earning? କେତେ ଟଙ୍କା ଝିଅ ରୋଜଗାର କରୁଛି Has the father got land? କ'ଣ ଝିଅର ବାପା ପାଖରେ ଜମି ଅଛି ଜମିବାଡ଼ି ଘର ଦ୍ୱାର ଅଛି କି What is that? ତାହା କ'ଣ
So you want your father-in-law's land. ତାମାନେ ଆପଣଙ୍କର ଶ୍ୱଶୁରଙ୍କର ଜମି ଆପଣ ଚାହୁଁଛନ୍ତି। I told my wife, ମୁଁ ମୋ ସ୍ତ୍ରୀଙ୍କୁ କହିଲି I have nothing to do with your father's property. ତୁମ ବାପାଙ୍କର ଧନ ସମ୍ପତ୍ତି ସହିତ ମୋର କୌଣସି ସମ୍ପର୍କ ନାହିଁ। I don't want to know anything about your father's property. ତୁମ ବାପାଙ୍କର ଧନ ସମ୍ପତ୍ତି ସମ୍ବନ୍ଧରେ ମୁଁ କିଛି ଜାଣିବା ପାଇଁ ମଧ୍ୟ ଚାହୁଁନି। I don't want a paisa. ଗୋଟିଏ ପଇସା ମଧ୍ୟ ମୁଁ ସେଥିରୁ ଚାହୁଁନି। My dear friends, ମୋ ପ୍ରିୟ ବନ୍ଧୁମାନେ, that is a new heart. ତାହା ହେଉଛି ଏକ ନୂତନ ହୃଦୟ। You see, the purity of her youth, ତାଙ୍କର ସେ ଯୌବନ ଅବସ୍ଥାର ଯୋଉ ପବିତ୍ରତା, her faith in the living Savior, ସେଇ ଜୀବନ୍ତ ଉଦ୍ଧାରକର୍ତ୍ତାଙ୍କ ଠାରେ ତାଙ୍କର ବିଶ୍ୱାସ, that is all I wanted. ତାହା ହିଁ କେବଳ ମୁଁ ଚାହେଁ ମୋ ସ୍ତ୍ରୀଙ୍କ ଠାରେ। I didn't care for her degree. ତାଙ୍କ ଡିଗ୍ରୀ ସମ୍ବନ୍ଧରେ ମୋର କିଛି ଚିନ୍ତା ନାହିଁ। I didn't say, hey, you go and work and bring money, you're a doctor. ମୁଁ କେବେ କହିନି ଏଇ ତୁମେ ଯେହେତୁ ଜଣେ ଡାକ୍ତର ତୁମେ ଯାଅ ଟଙ୍କା ରୋଜଗାର କର କାମ କରି। No, my friend. ନା ମୋ ପ୍ରିୟ ବନ୍ଧୁମାନେ, The flesh profiteth nothing. ଏଇ ଶରୀର କୌଣସି ଲାଭଦାୟକ ନୁହଁ। People are full of this fleshly thought. ଏଇ ଶାରୀରିକ ଚିନ୍ତାଧାରାରେ ଲୋକମାନେ ଆଜି ଭରି ରହିଛନ୍ତି। And so there is no peace in the family. ତେଣୁ ପରିବାରରେ ଆଉ ଶାନ୍ତି ନାହିଁ। And how many men କେତେ ଯୋଉ ଭାଇ ପୁରୁଷ after the ମାନେ marriage, ବିବାହ ପରେ what do they say to their wives? ସେମାନଙ୍କ ସ୍ତ୍ରୀ ମାନଙ୍କୁ ସେମାନେ କଣ କହନ୍ତି? What did you bring from your father's house? ତୁମ ବାପାଙ୍କ ଘରୁ ତୁମେ କଣ ସବୁ ଆଣିଲ? Nothing. କିଛି ଆଣିନ। You brought some chambu or a little brass vessel. ଅଳ୍ପ କିଛି କେବଳ What else did you bring? କିନ୍ତୁ ଆଉ କଣ ଆଣିଛ ଅଧିକ ତମେ? So you wanted to marry your father-in-law's money also. ତା ମାନେ ଆପଣଙ୍କ ଶ୍ୱଶୁରଙ୍କର ଟଙ୍କାକୁ ମଧ୍ୟ ଆପଣ ବିବାହ ହେବାକୁ ଚାହୁଁଛନ୍ତି। You wanted to marry your father-in-law's land. ପୁଣି ବିବାହରେ ଆପଣଙ୍କ ଶ୍ୱଶୁରଙ୍କର ଜମି ସହିତ ବିବାହ ହେବାକୁ ଚାହୁଁଛନ୍ତି What ଆପଣ। heart? What kind of heart? କି ପ୍ରକାର ହୃଦୟ ଏହା? କି ପ୍ରକାର ଚିନ୍ତା ଏହା? Evil heart. କେବଳ ମନ୍ଦ ଚିନ୍ତାଧାରାର ହୃଦୟ। And when there is distress in the family, ପରିବାରରେ ଯେତେବେଳେ ସମସ୍ୟା ଆସେ there is no faith. ବିଶ୍ୱାସ ନାହିଁ ପରିବାରରେ। You know, my father used to say again and again, ମୋ ବାପା ବାରମ୍ବାର ଏ କଥା କହୁଥିଲେ, where there is sin, there will be no faith. ଯେଉଁଠି ପାପ ଅଛି ସେଇଠି ବିଶ୍ୱାସ କେବେ ବି ଆସିବନି। So when my father preached in these areas, ଏଇ ଅଞ୍ଚଳରେ ଯେତେବେଳେ ମୋ ବାପା ପ୍ରଚାର କରୁଥିଲେ people would say, ଲୋକମାନେ ଏ କଥା କହୁଥିଲେ, oh, we stole this from the mission compound, we stole that from the school. ମିଶନ କମ୍ପାଉଣ୍ଡରୁ ପୁଣି ସେ ସ୍କୁଲରୁ ଆମେ ଏଇଟା ଚୋରି କରି ଆଣିଛୁ ସେଇଟା ଚୋରି କରି ଆଣିଛୁ। And now, of course, they even steal the land from the mission compound. ବର୍ତ୍ତମାନ ତ ଲୋକମାନେ ମିଶନ କମ୍ପାଉଣ୍ଡର ଜମିକୁ ମଧ୍ୟ ଚୋରି କରି ନେଉଛନ୍ତି। What kind of thieves we have produced? କି ପ୍ରକାର ଚୋରମାନଙ୍କୁ ଆମେ ଉତ୍ପାଦନ କରିଛୁ ଆଜି। Sad kind of religion. ଏକ ଦୁଃଖରେ ପରିପୂର୍ଣ୍ଣ ଧର୍ମ ଅଟେ ଏହା। Now this man Jairus fell at the feet of Jesus ବର୍ତ୍ତମାନ ଏ ବ୍ୟକ୍ତି ଜାଇରସ୍ ଯୀଶୁଙ୍କ ଚରଣ ତଳେ ପଡ଼ିଲେ and said, ପୁଣି କହୁଛନ୍ତି, come into my house. ମୋ ଗୃହକୁ ଆସନ୍ତୁ। My only daughter, ମୋର ଏକମାତ୍ର ଝିଅ 12 years of age, 12 ବର୍ଷର ଝିଅଟି, she is dying. ସେ ମରିବା ଅବସ୍ଥାରେ ଅଛି। Come to my house. ମୋ ଗୃହକୁ ଆସନ୍ତୁ। You know, my dear friends, ଜାଣନ୍ତି ମୋ ପ୍ରିୟ ବନ୍ଧୁମାନେ, one family came to me a few days ago କିଛି ଦିନ ପୂର୍ବରୁ ଗୋଟେ ପରିବାର ମୋ ନିକଟକୁ ଆସିଲେ। and they said to me, ପୁଣି ସେମାନେ ମୋତେ କହିଲେ, one of our eldest son ran away. ଆମର ଗୋଟେ ବଡ଼ ପୁଅ ଘରୁ ଚାଲିଗଲା ବାହାରକୁ 16 years ago. 16 ବର୍ଷ ପୂର୍ବରୁ। Why? କାହିଁକି? There was fighting in the family. ପରିବାରରେ ଗଣ୍ଡଗୋଳ ଚାଲିଥାଏ। The husband would beat his wife.
ସ୍ୱାମୀ ନିଜ ସ୍ତ୍ରୀଙ୍କୁ ମାରୁଥାନ୍ତି। I ask every husband here, ଏଇଠି ଥିବା ସମସ୍ତ did ସ୍ୱାମୀମାନଙ୍କୁ you ମୁଁ ever ପଚାରୁଛି, lift your hand against your wife? ଆପଣଙ୍କ ସ୍ତ୍ରୀମାନଙ୍କ ବିରୁଦ୍ଧରେ ଆପଣ କେବେ ବି ହାତ ଉଠେଇଛନ୍ତି କି? You must be given an Olympic medal. ଆପଣଙ୍କୁ ହୁଏତ ଅଲିମ୍ପିକ ମେଡାଲ ଦିଆଯିବା ଦରକାର ଅଛି। Wife beater, ସ୍ତ୍ରୀମାନଙ୍କୁ ପ୍ରହାର କରୁଥିବା ସ୍ୱାମୀମାନେ ବୋଲି, champion wife beater. ସ୍ତ୍ରୀମାନଙ୍କୁ ମାରୁଥିବା ବ୍ୟକ୍ତିମାନେ ବା ଚାମ୍ପିୟନ ମାନେ ଏମାନେ ବୋଲି। My dear friends, ମୋ ପ୍ରିୟ ବନ୍ଧୁମାନେ, a man has a strong hand. ପୁରୁଷଙ୍କର ଏକ ବଳିଷ୍ଠ ହସ୍ତ ଥାଏ। If you hit your wife, ଯଦି ସେଇ ବଳିଷ୍ଠ ହସ୍ତରେ ଆପଣ ନିଜ ସ୍ତ୍ରୀଙ୍କୁ ମାରିବେ, oh, you will do a lot of physical damage. You may even kill her. ହୁଏତ ଆପଣଙ୍କ ମାଡ଼ରେ ଆପଣଙ୍କ ସ୍ତ୍ରୀଙ୍କର ଜୀବନ ଚାଲି ଯାଇପାରେ। How sad. କେତେ ଦୁଃଖର ବିଷୟ। No love. ପ୍ରେମ ନାହିଁ। So many women are living in hell. ତେବେ ଅନେକ ମହିଳାମାନେ ସ୍ତ୍ରୀମାନେ ନରକରେ ଜୀବନ ଯାପନ କରୁଛନ୍ତି। Many men are living in hell. ଅନେକ ପୁରୁଷମାନେ ସ୍ୱାମୀମାନେ ମଧ୍ୟ ନରକରେ ଜୀବନ ଯାପନ One କରୁଛନ୍ତି। judge told me, ଜଣେ ବିଚାରକର୍ତ୍ତା ମୋତେ କହିଲେ, my wife does not allow me to have any peace. ମୋ ସ୍ତ୍ରୀ କେବେ ମଧ୍ୟ କୌଣସି ଶାନ୍ତିରେ ରହିବା ପାଇଁ ମୋତେ ଦିଅନ୍ତି ନାହିଁ। She always suspects me. ସେ ସବୁବେଳେ ମୋତେ ସନ୍ଦେହରେ ଦେଖନ୍ତି। You're looking at that person. ତୁମେ ସେଇ ବ୍ୟକ୍ତିଙ୍କୁ ଦେଖିଲ, You're looking that way, this way. ତୁମେ ଏଇଭଳି ଭାବରେ ଦେଖିଲ, ସେଇଭଳି ଭାବରେ ଦେଖିଲ, There was no peace. ଶାନ୍ତି ନଥିଲା ସେଇଠି। My dear friends, ମୋ ପ୍ରିୟ ବନ୍ଧୁମାନେ, where there is sin, ଯେଉଁଠାରେ ପାପ there ଅଛି will not be faith. ସେଇଠାରେ ବିଶ୍ୱାସ There will ଆସିବନି, not be peace. ସେଇଠି ଶାନ୍ତି ମଧ୍ୟ There ରହିବନି, will not be true love. ପ୍ରକୃତ ପ୍ରେମ ମଧ୍ୟ ଦେଖାଯିବନି। How sad. କେତେ ଦୁଃଖର ବିଷୟ। A family without love. ଏକ ପରିବାର ପ୍ରେମ ବିହୁନେ A veritable hell. ଓ ତାକୁ କୁହାଯିବ ଯେ ନରକର ସହିତ ସମାନ। So, ତେବେ the Lord Jesus said to Jairus, I will come. ଜାଇରସକୁ ପ୍ରଭୁ ଯୀଶୁ କହିଲେ, ହଁ ମୁଁ ଯିବି। All right, 51st verse, please. 51 ପଦକୁ ଆପଣ ଦେଖନ୍ତୁ। Luke 8, chapter 51. ଲୁକ 8 ତାର 51। When he came into the house, ଯେତେବେଳେ ଯୀଶୁ he ଗୃହ ମଧ୍ୟକୁ ଆସିଲେ, suffered no man to go in, save Peter, James, and John, ସେ ଗୃହକୁ ଆସି ପିତର ଯାକୋବ father ଯୋହନଙ୍କୁ and ଛାଡ଼ି mother of the maiden. ଆଉ କାହାକୁ ପୁଣି ସେଇ ବାଳିକାର ବାପା ମାଙ୍କୁ ହିଁ ସାଥିରେ ଗୃହ ମଧ୍ୟକୁ ନେଲେ। Why? କାହିଁକି? They had filled the house with weeping. କାରଣ ଲୋକମାନେ କ୍ରନ୍ଦନରେ ରୋଦନରେ ଗୃହକୁ ପୂର୍ଣ୍ଣ Mourning. କରିଥିଲେ, କେବଳ ରୋଦନ The କରୁଥିଲେ। girl is dead, the girl is dead. ଝିଅଟି ମରିଗଲା, ଝିଅଟି ମରିଗଲା। You went after Jesus, ଯୀଶୁଙ୍କ ସହିତ ସେମାନେ but ଯାଉଛନ୍ତି। your daughter is dead. ଓ ତୁମେ ଯୀଶୁଙ୍କ ନିକଟକୁ ଗଲ କିନ୍ତୁ ଝିଅ Ah, you ମରିଗଲା। were not even here when she was dying. ଝିଅ ମଲା ବେଳେ ତମେ ଏଇଠି ଘରେ ମଧ୍ୟ ନଥିଲ ତା ସହିତ। What kind of father are you? ତୁମେ କି ପ୍ରକାର ବାପା ଅଟ? You went to meet Jesus. ତୁମେ ଯୀଶୁଙ୍କୁ ସାକ୍ଷାତ କରିବା ପାଇଁ ଗଲ? Yes, ହଁ Jairus went to meet Jesus. ହଁ ଜାଇରସ ଯୀଶୁଙ୍କୁ ସାକ୍ଷାତ କରିବା ପାଇଁ ଗଲେ। Come to my house. କହିଲେ ମୋ ଗୃହକୁ He ଆସନ୍ତୁ। brought Jesus. ସେ ଯୀଶୁଙ୍କୁ ସାଥିରେ ନେଇ ଆସିଲେ। And when Jesus came, ଯେତେବେଳେ ଯୀଶୁ ଆସିଲେ, what were these people doing? ଏ ଲୋକମାନେ କଣ They କରୁଥିଲେ? were all weeping, filling the house with wailing. ଓ ସେମାନେ ବିଳାପ କରୁଥିଲେ, କ୍ରନ୍ଦନ କରୁଥିଲେ, ପୁଣି ଗୃହକୁ ପୂର୍ଣ୍ଣ କରୁଥିଲେ କାର୍ଯ୍ୟରେ। And the Lord Jesus said, କିନ୍ତୁ ପ୍ରଭୁ ଯୀଶୁ କହିଲେ, the maid is not dead but sleepeth. ବାଳିକାଟି ମରି ନାହିଁ କିନ୍ତୁ ଶୋଇଅଛି। All right, when they heard these words, ଠିକ ଅଛି, ଯେତେବେଳେ ଏଇ କଥା ଯୀଶୁଙ୍କ ଠାରୁ ସେମାନେ ଶୁଣିଲେ, they were filled with scorn. ସେମାନେ ଆଶ୍ଚର୍ଯ୍ୟଚକିତ ହେଇଗଲେ। They began to laugh at Jesus. ସେମାନେ ପରିହାସ କରିବାକୁ ଲାଗିଲେ, ହସିବାକୁ ଲାଗିଲେ। What does the first psalm say? ଗୀତ ସଂହିତା ପ୍ରଥମଟି କଣ କୁହେ? ଏକ ଗୀତ ସଂହିତା, He that walketh not in the counsel of the ungodly, ଯେଉଁ ଜନ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ, or standeth in the way of sinners, ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ nor ନାହିଁ, sitteth in the seat of the scornful. କି ଅବା ନିନ୍ଦକମାନଙ୍କ ସଭାରେ ବସେ ନାହିଁ। Do you see that, friends? ଦେଖିପାରୁଛନ୍ତି ମୋ ପ୍ରିୟ ବନ୍ଧୁମାନେ, People like to sit with scorners. ନିନ୍ଦକମାନଙ୍କ ସହିତ ଲୋକମାନେ ବସିବା ପାଇଁ ଚାହାନ୍ତି। How many times people say,
how can these things happen? କେତେ ଥର ଯେ ଲୋକମାନେ କହୁଛନ୍ତି ଓ କେମିତି ଏ ସମସ୍ତ ବିଷୟ ହେଇପାରିବ? I say, ମୁଁ କୁହେ you come and see. ଆପଣମାନେ ଆସି ଦେଖନ୍ତୁ You'll come and see what Jesus is doing. ଯୀଶୁ ଯାହା କରୁଛନ୍ତି ତାହା ଆସି ନିଜେ ଦେଖନ୍ତୁ। Jesus is doing the same works which he did when he walked on earth. ଯେତେବେଳେ ପ୍ରଭୁ ଯୀଶୁ ଜଗତରେ ଥିଲେ ଯାହା ସବୁ କରୁଥିଲେ ଆଜି ମଧ୍ୟ ତାହା କରୁଛନ୍ତି। We are not telling you stories. ଆପଣମାନଙ୍କୁ ଆମମାନେ କାହାଣୀ We କହୁନାହୁଁ। don't have to deceive you or ask for your money. ଆପଣଙ୍କୁ ଟଙ୍କା ମାନେ ମାଗୁନାହୁଁ କିମ୍ବା ଆପଣମାନଙ୍କୁ ପ୍ରତାରଣା କରୁନାହୁଁ। The Lord Jesus is speaking to people. ଲୋକମାନଙ୍କୁ ପ୍ରଭୁ ଯୀଶୁ ଆଜି କଥା He କହୁଛନ୍ତି। is coming into the battleground of their families. ସେମାନଙ୍କ ପରିବାର ଯୁଦ୍ଧ କ୍ଷେତ୍ରକୁ ପ୍ରଭୁ ଯୀଶୁ ଆସୁଛନ୍ତି। He is changing whole family. ପୁଣି ପରିବାର ସମସ୍ତ ପରିସ୍ଥିତିକୁ ସେ ବଦଳାଉଛନ୍ତି। He is bringing ସେ peace. ଶାନ୍ତି ନେଇ He ଆସୁଛନ୍ତି। is bringing love. ସେ ପ୍ରେମ ନେଇ He is ଆସୁଛନ୍ତି। bringing true faith. ଏକ ପ୍ରକୃତ ବିଶ୍ୱାସକୁ ସେ ପରିବାର ମଧ୍ୟକୁ ଆଣୁଛନ୍ତି। My dear people. ମୋ ପ୍ରିୟ ଲୋକମାନେ, So, ତେବେ is this only a distant story to you? କଣ ଏହା ଆପଣଙ୍କ ପାଇଁ ଏକ ବ୍ୟବଧାନର କାହାଣୀ କି ଏକ ଦୂରର Or କାହାଣୀ କି? are you experiencing Jesus? ନା ଆପଣମାନେ ଯୀଶୁଙ୍କୁ ନିଜ ଜୀବନରେ ଅନୁଭବ କରୁଛନ୍ତି? My dear friends, ମୋ ପ୍ରିୟ ବନ୍ଧୁମାନେ, all your money, all your gold ଆପଣମାନଙ୍କ ସମସ୍ତ ସୁନା ଗହଣା ଟଙ୍କା ପଇସା cannot wipe away your tears. ଆପଣଙ୍କର ଆଖିର ଲୁହ But- ପୋଛିଦବନି, କିନ୍ତୁ Bring Jesus ଯୀଶୁଙ୍କୁ ସାଥିରେ ନେଇ ଆସନ୍ତୁ। into your heart, ଆପଣଙ୍କ ଗୃହକୁ ଆଣନ୍ତୁ, into your home, ଆପଣଙ୍କ ପରିବାରକୁ and ଆଣନ୍ତୁ। there will be peace. ତେବେ ଶାନ୍ତି ଆପଣଙ୍କ ପରିବାର ଗୃହରେ Death ସ୍ଥାପନ ହେବ। will be driven out of your family. ଆପଣଙ୍କ ପରିବାରରୁ ମୃତ୍ୟୁକୁ ହଟାଯିବ। Spiritual death, ଆତ୍ମିକ ମୃତ୍ୟୁ that is the worst death. ତାହା ହେଉଛି ସବୁଠାରୁ ଅତି ଶୋଚନୀୟ ମୃତ୍ୟୁ। I want to walk with God. ମୁଁ ଯୀଶୁଙ୍କ ସହିତ ଚାଲିବାକୁ ଚାହେଁ। I want to be like ମୁଁ Jesus. ଯୀଶୁଙ୍କ ତୁଲ୍ୟ ହେବାକୁ ଚାହେଁ। That's my longing. ତାହା ହିଁ ମୋର ଅଭିଳାଷ ଆଉ ଇଚ୍ଛା ଅଟେ। I don't want any part of my heart to be given to the world. ମୋ ଜୀବନର କୌଣସି ଭାଗକୁ ମୁଁ ଏଇ ଜଗତକୁ ଦେବାକୁ ଚାହେଁନି। My children ମୋ ପିଲାମାନେ must walk in the fear of God. ସେମାନେ ପ୍ରଭୁଙ୍କ ଭୟରେ ଚାଲନ୍ତୁ। And you people, ପୁଣି ଆପଣମାନେ you must be a blessing to all these parts. ଏଇ ସମସ୍ତ ଅଞ୍ଚଳରେ ଆପଣମାନେ ଆଶୀର୍ବାଦର କାରଣ ହେଉନ୍ତୁ। The fire of revival must spread from you. ଉଦ୍ଦୀପନାର ସେ ଅଗ୍ନି ଆପଣଙ୍କ ଠାରୁ ବାହାରି ଅନ୍ୟମାନଙ୍କ ଅଞ୍ଚଳକୁ ବ୍ୟାପି ଯାଉ। Jesus came ପ୍ରଭୁ ଯୀଶୁ ଆସିଲେ।